ହାଏ ସାଙ୍ଗମାନେ, ଜୟ ଜଗନ୍ନାଥ। ଆଜି ମୋ ତରଫରୁ ସମସ୍ତଙ୍କୁ ହାପି ଦିବାଲି। ଏ ସାଙ୍ଗମାନେ ଦେଖନ୍ତୁ, ଆମର ତ ସବୁବେଳେ ଖାଇବା ଚିନ୍ତା। ଦେଖନ୍ତୁ ଫୁଲକୋବି ଆଳୁ ପୋଟଳ ତରକାରୀ ମୋ ବୋହୂ କାଟୁଛି। ରାନୁ ରାନୁ ଠିକ ଅଛି ଖାଇବାଟି ଜବରଦସ୍ତି। ଆଉ ଏପଟେ ନଡ଼ିଆ କରିକି ଥୋଇ ଦେଇଛି, ଯାଉ ହବ। ପୁରୀ ବି ହେଇଗଲାଣି, ଯାଉ ବସିଛି। ଆଉ ଏପଟେ ଗୀତା ଆମର ବି ବସି ପଡ଼ିଛନ୍ତି। ଗୀତା ଭଲ ତ? ଦେଖନ୍ତୁ ଆ ବାବୁଙ୍କୁ କହିଥିଲୁ ଆମ ଘରେ ଆଜି ସୁଜି ଚିନି ଅଟା ସରିଯାଇଛି ପିଠା ପାଇଁକା। ଆଉ ତମେ ଆଣିବ। ଦେଖ କେତେ ସାରା ଚିନି ପୁରା 2 କିଲୋ ହେବ, ସୁଜି ବୋଧେ 2 କିଲୋ ହେବ, ଅଟା କିଲୋଟେ, ତେଲ କିଲୋଟେ, ବିରି ବୋଧେ 1.5 କିଲୋ ହେବ ହେଇଥିବ, ଗୁଡ଼ ହେଇଠି କିଲୋ ହେବ ହେଇଥିବ। ଆଉ ଏତେ ସବୁ ଆଣିଛନ୍ତି। ଆମେ ଆଜି ଶାଶୁ ବୋହୂ ମିଶିକି ଗୀତା ମିଶିକି ଆଜି ପିଠା କରିବୁ। ପିଠା କରିକି ଆଜି ଖାଇବୁ, ନିତୁ ସମସ୍ତଙ୍କୁ ବି ଖୁଆଇବୁ। ସାଙ୍ଗମାନେ କ'ଣ କରିବ, ଗୀତାକୁ ଏତେ ଭୋକ ଯେ ପାଟିରେ ଲାଗିଛି। ଆଉ କେକ୍ ଖାଇ ଲାଗିଛି। ଯେହେତୁ ଜନ୍ମଦିନର କେକ୍ ଥିଲା, ମୋ ବୋହୂ ଯାଇଥିଲା ଆଣିଥିଲା, ଏ ଫ୍ରିଜରେ ଥୋଇଥିଲା, ସେ ଲୁଚେଇ ଦଉଛି ତାକୁ। ଦେଖନ୍ତୁ ଏବେ ଆମର ଖାଇବା ରେଡ଼ି। ଆମ ଭୋକ ତ ପ୍ରବଳ ଆମକୁ 2 ଭଉଣୀକି ହେଲାଣି, କିନ୍ତୁ ଯାଉ ଆମର ପୂଜାପୂଜି ସରିକି ହେଇଗଲାଣି। ଆମେ କିନ୍ତୁ ଖାଉଛୁ। ଖାଲି ତ ଖାଇବାକୁ ଆମେ ବହୁତ ପସନ୍ଦ କରୁ, ସେଥିପାଇଁ ଆମେ 2 ଭଉଣୀ ଖାଉଛୁ ଆଉ।